চম্পকর না রে বর্ণা 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 বরানা 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 কাই সে কাই বলি কোন হেলা কে জানি ঠাকুর কেনে যাউছু সতে কেনে যাউছু সতে চম্পক বরনারে কেনে যাউছু সতে কেনে যাউছু সতে চম্পক বরনারে বাপা নৌটি পড়িব হেলারি ইয়ে কাম সে তাঙ্কর বাগ হয়ে গলানি তেমে দেখা না তাঙ্কর অভ্যাসକୁ পাইলানি তেমে তোমার অভ্যাস নাই কোটি জখম হইଯିବ পালা ଫାଲା আরে জখম মোর হব ପାଲା ଫାଲ ବନ୍ଦ ହେଇଯିବ ଆମ ଚୁଲି ମୁଣ୍ଡେ ବିଲେଇ ଗଲା ସବୁ ବାଗକୁ ଚକଟିକି ଛତୁଆ କଲା ବାଲା ମୁଁ ହେଁ ମୋର ଜଖମ ହଉଛି ନାଇଁ ରେ କଲା ହେ ଇଏ ମରିବି ଅମର ଅମର ଆଜ୍ଞା ଅମର କଣ ହେଁ ଅମର କଣ ଅମର କଣ ଯିଏ ମରେନି କୋଉଟା ମରିବନି ଆତ୍ମା କିଏ ତାକୁ ଦେଖିଛି ଆଜ୍ଞା ଆତ୍ମା କିଏ ଦେଖିଛି ଆତ୍ମା ମରିବନି ଆତ୍ମା କୋଉଠି ଅଛି ନାଇଁ ଆଜ୍ଞା ହଁ ମରିବନି କୋଉଟା ଭାଗବତ ତ ସିଧା ଉତ୍ତର ସର୍ବେ ଚଳିବେ କାଳ ବଳେ ଯଶ ରହିବ ମୋହି ତଳେ ଆରେ ଯଶ ରହିବ ମୋହି ତଳେ ଯଶ ରହିବ ମୋହି ତଳେ ସମସ୍ତେ କାଳର ହଁ ବଳରେ ପଳେଇବା ବେଶ ଯଶଟା ଯାହା କରିଥବ ହଁ 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 ତା ରହିବ 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 ଆଜ୍ଞା ବାସ୍ ସମସ୍ତେ ମନେ ପକେଇବେ ହଁ ଆଜ୍ଞା ଗୋଟେ ଛୋଟିଆ 2 ମିନିଟ୍ ସମୟ ନେଇ ଆପଣଙ୍କର ଗୋଟେ ଛୋଟିଆ 2 ଧାଡ଼ିଆ ଗପୁଟେ କହିବି ଆଉ କହୁନା ଗୋଟା ଲୋକଟାଏ ଆଜ୍ଞା ସବୁଦିନେ କଙ୍କଡା ଧରିବାକୁ ଯାଏ କଙ୍କଡା 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 କୋଉଠି ଥାଏ ପୋଖରୀରେ ହଁ ଆପଣଙ୍କ ଆଡେ ବନ୍ଧନା ପୋଖରୀ କହୁଛନ୍ତି ପୋଖରୀ ହୁଁ। ଆଜ୍ଞା ପୋଖରୀରେ କଙ୍କଡା ଥାଏ ବେଶ ଇଏ ସବୁଦିନେ ଯାଏ ହଁ କଙ୍କଡା ଗାତରେ ହାତ ପୁରେଇକି କଙ୍କଡା ଧରେଇ ଆଜ୍ଞା ସେଇ କଙ୍କଡା ଗାତ ଦୁଆରରେ ଗୋଟେ ସାପ ଶୋଇଥାଏ ଇରେ ଇଏ କଙ୍କଡା ଧରିବା ବାହାନାରେ ସାପକୁ ଯେତେବେଳେ ଧରେ ହଁ ସାପକୁ ସିଆଡେ ଫୋପାଡ଼ି ଦିଏ କଙ୍କଡାକୁ ଧରିକି ଆସେ ହଁ ହଁ ଆଜ୍ଞା କଙ୍କଡାକୁ ଧରିକି ଆସେ ହଁ ଦିନେ ଦେଖିଲା ସାପଟା ସେଠି ପଡିଛି ଆଉ ଗୋଟେ ସାପ ସିଆଡୁ ଆଉଛି ଇରେ କହିଲା ଏଠି କଣ ପଡିଛୁ ନା ଭାଇ କହନି ମୋ ଅବସ୍ଥା ଖରାପ ମାଉ ମୁଁ ଯୋଉ ଗାତରେ ରହୁଛି ହଁ, ସେଇ ହଁ। ଗାତକୁ ଗୋଟେ ସବୁଦିନ ଲୋକ ଯାଉଛି ହଁ ମତେ ଟେକି ଫୋପାଡ଼ି ଦଉଛି ଆଉ କହିଲା ରଖ ହଁ ତାର ଏତେ ସାହସ ହଁ ତୁ କାଲି ଯିବୁ ନାହିଁ ହେଁ ମୁଁ ସେ ଗାତ ଦୁଆର ମୁହଁକୁ ଯିବି ମୋ ଜାତି ଭାଇ ତୁ ଆଉ କେମିତି ଦେଖିଆ ଫୋପାଡ଼ିବ ହୁଁ ଇଏ ସକାଳୁ ସକାଳୁ ଯାଇକି ଶୋଇଛି ହଁ ସିଏ ଆଜ୍ଞା ତା କଙ୍କଡା ଧରା ନିଶା କିରେ ଗାତ ଦୁଆରେ ହାତ ପକଉ ପକଉ ସେ ସାପର ବେକ ପାଖରେ ହାତ ପକେଇଦେଲା ଓହୋ ଧରି ଆଇଲା ପାଣି ଉପରକୁ ଦେଖିଲା ସିଏ କିଛି ହଉନଥିଲା ଇଏ ଫଁ ଫଁ ତା ସେଟା ନାଳୁଆ ଲାଗୁଥିଲା ଏଇଟା କଣ ଏମିତି ହଉଛି ୟାକୁ ଶ୍ୱାସ କହିଲା ହବନି। ଏଇଟା ବୋଧେ ବିଷଧର ସାପ ତାକୁ ଯା ଖାଲି ଫୋପାଡେ ହଁ ଆକୁ ପୋଖରୀ ହୁଡାରେ 2-4 ପାହାରେ ବାଡେଇ ଫୋପାଡି ଦେଲା ସେ ସାପ ଯୋଉଠି ପଡିଛି ଇଏ ପିଟା ଖିଆ ସାପ ଯାଇ ପଇଲା ତାରି ପାଖରେ ସିଏ ଅନେଇଲା କହିଲା କଣ କହୁଥିଲୁ ତାଡି ପକେଇବୁ हाँ ऐसा करेंगे तेसा करेंगे କାହିଁକି ରେ खरी माटी करी धूली सात कलु ନା କହନି ରେ ତତେ ଯା ଖାଲି ଫୋପାଡେ ମୋ ଅଣ୍ଟା ଭାଙ୍ଗି ଦେଇ अंटा को पार देइछि ଆଉ ନାହିଁ ରେ କଥା କୁଆଡକୁ ଯାଉଛି सियाड़े ଆଉ ହବ ନାହିଁ हैं କହିଲା ହେଇରେ ହେ ओ କଣ ମୋ ଆଗରେ ଏତେ ଗପିକିରି ଗଲୁ हबरा କାହିଁ ତୋ ସାଙ୍ଗେ ସାଙ୍ଗ ହେଲି ରେ ମୁଁ ଭାଗବତ କହିଲେ ଉତ୍ତମ ସଙ୍ଗେ ସଙ୍ଗ जार ସେ ଜାଣେ उत्तम व्यवहार अरे से जाने उत्तम व्यवहार ସେ ଜାଣେ ଉତ୍ତମ ବ୍ୟବହାର ଆଉ ହୀନ ସଙ୍ଗତେ हीन गते हसी कहते जदुपते कहते ଯଦୁପତି अरे हसी कहते जदुपति ମୁଁ ବୁଲିବି हाँ हाँ କହିଲା ର हीन सगते ହୀନ ସଙ୍ଗତେ ହୀନ ଗତି हाँ ସେଇଆ ନୁହଁ ଆଜ୍ଞା ଯେମିତିଆ ବସିବ ଯେମିତିଆ ଭାବ ହବ ଯେମିତିଆ ସାଙ୍ଗ ହବ ସେଇ ଅନୁସାରେ हाउ ପ୍ରବୃତ୍ତି ପ୍ରକୃତି ହେଇଯିବ ନା ଆଉ କଣ ମୁଁ ନନା କହିଲି
ଛବିଳ ମଧୁବର୍ଣ୍ଣବୋଧ ବିଲେଇ ବହିଥିଲା ଏବେ ହରିଣ ପୁଣି ପୁରୁଣା ଚିତ୍ର ପଳେଇ ଯାଇଛି ହଁ ପରା କଣ କହିଲେ କଣ ସାଧୁ ସଙ୍ଗତରେ ସଙ୍ଗୀ ହେଲେ ହେଲେ ଲୋକ ଆପେ ସାଧୁ ସାଧୁ ହୋଇଯାଏ ଆପେ ସାଧୁ ହୋଇଯାଏ ଆଉ ହୀନ ଜନ ସଙ୍ଗେ ମିଳାମିଶା କଲେ ହୀନ ବୁଦ୍ଧି ସିନା ପାଏ ସାଧୁ ସଙ୍ଗରେ ବସିଲେ ମନକୁ ସାଧୁ ହେଇଯିବ ସାଧୁ ସେ ଜିନିଷ ସେଇଆ ହୀନ ଜନ ସଙ୍ଗେ ମିଳାମିଶା କଲେ ହୀନ ବୁଦ୍ଧି ପିଳାଏ ପାଇବ ଆଉ ପୁଅ ଓ ର ର ଇଏ କିଏ ଆମେ ସମସ୍ତେ ମରିବା ହଁ ଅମର ଆମର ଯୋଉ ଯଶ କୀର୍ତ୍ତି ଟିକକ ଆମ ପାଇଁ ଥବ ଦୁନିଆରେ ସମସ୍ତେ ସେଇଆକୁ ମନେ ରଖିବେ ହଁ ହଁ ଗୋପବନ୍ଧୁ କହିଲେ ଛୁଆଟା ଜନ୍ମ ହେଲା ହଁ ନର୍ସିଂ ହୋମରୁ ଦିଦି ଖବର ଦେଲେ ଏ ପୁଅଟାଏ ହେଇଛି ପୁଅଟି ହେଇଛି ବୋପାଲୋ ସାଡେ ଓ ଠିକଟାକୁ ମାରି ଦେଇକିରି ହଁ ଷ୍ଟାର୍ଟ କରିଦେଇ ଦୌଡ଼ିବ ମିଠା ଦୋକାନକୁ ବୋପା ଏତିକି ଖଣ୍ଡେ ମିଠା ଆଣି ହଁ ସାଇ ଭାଇରେ ଚାରିଆଡେ ବାଣ୍ଟି ପକେଇବ ପୁଅ ହେଇଛି ଆଉ ହସିବ ହୋ, ହୋ, ହୋ। ସମସ୍ତେ ହସିବେ ଏ ଡାକ୍ତରଖାନା ବାହାରେ ସମସ୍ତେ ହସୁଥିଲା ବେଳେ ହଁ ହଁ ସେ ଛୁଆ ଛୁଆ ମିଆଁ ମିଆଁ ଗୋପବନ୍ଧୁ କହିଲେ ଜନ୍ମ ହେଲେ ଯେତେବେଳେ ହସିଲେ ସକଳେ କରେ ଏକମାତ୍ର କାନ୍ଦୁଥିଲୁ ତୁ ରହି ମାତା ମାତା କୋଳେ ଏକ ମାତ୍ର କାନ୍ଦୁ ବେଲୁ ରହିମା ଉଲ୍ଟା ହେଲା ଉଲ୍ଟା ଜନ୍ମ ହେଲା ବେଳେ ସମସ୍ତେ ହସିଲେ ହଁ ସିଏ କାନ୍ଦିଲା ହଁ। ସେଇଟା ଲଉଟି ପାରିବୁ ଏ ମଲା ବେଳେ ଜଗତକୁ ପାରିଲେ କନ୍ଦେ କନ୍ଦାଏ ତୁ ହସି ହସି ଚାଲିଯିବୁ ଦୁନିଆ କାନ୍ଦିବ ଆହା। ମଲା ବେଳେ ଜଗତକୁ ପାରିଲେ ପାରିଲେ କନ୍ଦାଇ ନବ ଜନ୍ମ ସଫଳ ଶୁଣ ମନ ଦେଇ ଦୁର୍ଲଭ ଜନ୍ମ ସଂସାର ମଲା ବେଳେ ଯଦି ଜଗତ କାନ୍ଦିବ କନ୍ଦେଇ ପାରିବୁ ତାହେଲେ ଦୁର୍ଲଭ ଜନ୍ମ ସଫଳ ହବ ହଁ ଯଶ କୀର୍ତ୍ତି ସମସ୍ତେ ମନେ ରଖିବେ ବେଶ ସେଇଟା ଚିରଦିନ ଅମର ହବ ଗୋପବନ୍ଧୁ ସେଇଆ କହିଥିଲେ କହିଲେ କର୍ମ ବଳେ ଲଭେ ନର ଦେବତାର ସ୍ଥାନ ଏଇ କର୍ମ ଆପଣଙ୍କୁ ଦେବତା ଆସନରେ ବସେଇବ ପୁରୋହିତ ଘରକୁ ଗଲେ ଗୋଡ ଧୋଇକିରି ଆପଣଙ୍କୁ ନେଇ ଆସନରେ ବସେଇକି ମୁଣ୍ଡିଆ ମାରିକି ଦକ୍ଷିଣା ଦେବେ ସେ କର୍ମ ଯଦି ଟିକେ ବଦଳିବ ଗଲା କର୍ମ ହେଳେ ହୁଏ ପୁଣି ସେ ପଶୁ ଠାରୁ ହୀନ କର୍ମ ହେଳେ ହୁଏ ପୁଣି ପଶୁ ଠାରୁ ହୀନ କର୍ମ ହେଳେ ହୁଏ ପୁଣି ପଶୁ ଠାରୁ ହୀନ ଏଇ କର୍ମ ମଣିଷକୁ ପଶୁ ଠାରୁ ହୀନ କରେଇ ଦବ ମୂଳଟା କର୍ମ କର୍ମ ଯଦି ଠିକ ଅଛି ସବୁ ଠିକ ତାହେଲେ ସବୁ ଠିକ ହବ ହଁ ପରାଶର ହଁ ଦାସ ରାଜା ଝିଅ ସାଙ୍ଗରେ ବେଶ ପ୍ରୀତି କଲେ ହଁ ସିଏ ମନା କରୁଛି ଏ ଇଏ ପ୍ରୀତି କଲେ ଦୁନିଆକୁ ଭେଟି ଦେଲେ ହଁ ଗୋଟା ବ୍ୟାସ ନଥିଲେ ମହାଭାରତ ହେଇନଥାନ୍ତା ନା ବ୍ୟାସ ଯଦି ନଥାନ୍ତେ ମୂଳରୁ ତ ପଣ୍ଡୁ ଧୃତରାଷ୍ଟ୍ର ଜନ୍ମ ହେଇନଥାନ୍ତେ ହଁ ହଁ କହିଲେ ଆଜ୍ଞା କାହାକୁ ଛୋଟ ଭାବିବନି ଏଇଠି କଥା ଅଛି ହଁ ବା କିଏ ହେ ତୁଳସୀ ପତ୍ର ଶାଳ ଗ୍ରାମ ହଁ ତୁଳସୀ ପତ୍ରକୁ ଛୋଟ ଭାବିବନି ନା ତମରି ପଛଆଡେ ଅଛି ମା ହଁ ବା ତୁଳସୀ ହୁଁ ତାକୁ ଛୋଟ ଭାବିବନି ନାଇଁ ତା ପଛଆଡେ କିଏ ଦେଖିଲ ହେଁ ସେ ଘର ଭିତରେ ବା ଆଲୁଅ ଜଳୁଛି ହୁଁ କିଏ ନାରଣ ନାରାୟଣ ହଁ ସେ ଘରେ ନାରାୟଣ ହଁ ଆଗରେ ତୁଳସୀ ଅଛି ହଁ ଭାଇନା ତାଙ୍କ ସମ୍ପର୍କ କଣ ଶଙ୍କର ଭାଇ ଭଉଣୀ ସମ୍ପର୍କ ମା ହାତ ଯୋଡ଼ିକି କ୍ଷମା ମାଗୁଛି କାହିଁକି ବାପା ମାନେ ଯିଏ ଅଛ କ୍ଷମା ମାଗୁଛି କଣ ପାଇଁ ମୋ ସମଧର୍ମୀ ଭାଇ ମାନଙ୍କ ସାଙ୍ଗେ ଚଳିବ ବାପା ମାନେ କ୍ଷମା ଦବ ମା ମାନେ କ୍ଷମା ଦବ କାହିଁକି ମୁଁ କହିଲି ଏ ତୁଳସୀ ଆଗରେ ଅଛି ହଁ ପଛଆଡେ ନାରାୟଣ ଭାଇନା କହିଲେ ତାଙ୍କର ହିସାବ ସ୍ୱାମୀ ସ୍ତ୍ରୀ ହଁ ହଁ ସେଇଥିପାଇଁ କହୁଛି କ୍ଷମା ଦବ ଆଉ କ୍ଷମା ପୁଣି କଣ ବେଳ 2 ଘଡ଼ି ରାତି ପହଡେ ହେଁ, ହେଁ, ଏଠି ଘଇତା ଉପରେ ମାଇ ବଜଡେ ଆରେ ମୋରି କଥା ଏତେବେଳକୁ କହିଲ ଆଉ ସେଇଥିପାଇଁ ମୋ ଘର ଭାଙ୍ଗା କରୁଛ? ହେ, ଆଉ ମୋରି କଥା ଦେଖିଛ କହୁଛ ଭାଇ କିନ୍ତୁ ମୋ କଥା କହୁଛ ତମକୁ କେଇ ଥର କହିଥିଲି ଏଗୁଡ଼ା କହିବନି ଆଉ ଯଦି ଗୋଟେ ଦେଖିଦେଲ ଗୋଟେ ଷ୍ଟେଜରେ କହୁଛ ପାଲା ମଞ୍ଚରେ ତୋରି କଥା କହିଲି ଆଉ ମୋରି କଥା ନୁହଁ କଣ କହିଲି ଆଜ୍ଞା ଏଇ ଯୋଉ ପାଲାରୁ ଆମେ ଗଲେ ପୂର୍ବ ମଞ୍ଚରୁ ହଁ ମୋ ମାଇ ପୁଅ ମୋ ଉପରେ ଚଢିଥିଲା ହେ, ହେ, ଚଢିଥିଲା ପରା ହଁ କିଏ ଚଢିଲା ବେଳେ ତେମେ ବା ଦେଖିଛ ନାଇଁ ଆଜ୍ଞା କିଛି ଖରାପ ଭାବିବେନି ନା ମୁଁ ଆକୁ ଫୋନ କଲି ତୁ ଗୋଟାଏ ବେଳକୁ ଆସିବୁ କହିଲା ମୁଁ ମୋ ସ୍କୁଟି ଖରାପ ହେଇଯାଇଛି
ସ୍କୁଟିଟା ସଜାଡ଼ିବାକୁ ଦେଇଛି ହଁ ଯାଉ ଯାଉ 5:30 ହବ ହଁ ମୁଁ କହିଲି ଆମେ ଗୋଟା ବେଳେ ଯିବେ ନା ତାର କାର ଆସିବ ଏଇପଟେ ମତେ ନେଇଯିବ ହେଁ ମୁଁ ସିଏ ଭାବିଲା ଗୋଟାଏ ଆସୁ ଆସୁ ଅଫିସ କାମ ଡେରି ହବ ସେଇଆ ତ ମୁଁ କାର ସାଉଣ୍ଡ ଆଉ ଶୁଣିନି ସେ ଶୋଇପଡ଼ିଛି ରାତି ଅନିଦ୍ରା ହୁଁ ଶୋଇପଡ଼ିଛି ତା ସ୍ତ୍ରୀ କି ବୋଧେ କହିଛି ଟିକେ ମୁଁ ପାଲାକୁ ଯିବି ପାଲାରୁ ଫେରିଛି ଟିକେ ମୋଡାମୋଡି କରିଦେ ହଁ ହଁ ସିଏ ଟିକେ ସ୍ୱାସ୍ଥ୍ୟବାନ ପିଲା ନୁହଁ ପତଳା ପିଲା ମୋଡାମୋଡି କଲେ ଆକୁ କାଟେ ନେଇ ଆଉ? ଇଏ କହିଛି ଚଢି ଯା ମୋ ଉପରେ ମାନେ ସିଏ ଚଢିକି କୁଦୁଛି ହଁ ମୁଁ ଗଲା ବେଳକୁ ଏଇଆ ଦେଖିଥିଲି ହଁ, ହଁ। ସେଇଆ କହୁଛି ତମେ ଦେଖିଥିଲ ଏଠି ଆସି କହୁଛ ହଁ ହଁ ସିଏ ଚଢିଲା ତମେ ଦେଖିଛ ହେ? ତାପରେ ମୁଁ ଚଢିଥାନ୍ତି ଆଜ୍ଞା ଭାଇ ଏଡା ଗୋଟେ ମଜା କହୁଛ ମୋରି କଥା ଆରେ ବୋଟ ଖିଆ ଓଟ ମୁହାଁ ଘୁଷୁଛି ମୋ ବୟସ ଗୋଟିଏ ଝାଞ୍ଚ ଆଉ କଣ ଘରେ କହିଥିଲେ ହେଇନଥାନ୍ତା ଆଜ୍ଞା ବେଳ 2 ଘଡ଼ି ରାତି ପହରେ ଘଇତା ଉପରେ ମାଇ ପଚଣେ ଏଠି ଓଲଟା ଲୋମା କଣ ଗୋଟା ଶ୍ଲୋକ ବୋଲିବି ଶ୍ଲୋକ ବୋଲିବି ପୁଣି ଶ୍ଲୋକ? ଯାହା କହିବି ସେ ସରିବ ହଁ ଆଉ ଇଏ ସିଏ ସେମିତି ନୁହଁ ଏ କିଏ କିଏ ପର ସ୍ତ୍ରୀ ଦର୍ଶନ ସନେ ପୁଣ୍ୟ ବର୍ଷତେ ପାପ ନାଶନ କୋଳାଗ୍ରତେ ହରେତେ ଦୁଃଖ ସୁମ୍ବନେ ବୈକୁଣ୍ଠ ପ୍ରାପ୍ତି ଚୁମ୍ବନେ ଯୋଡ଼ା କରାଟି ଖାଆନ୍ତି କଣ ବୁଝିଲୁ ଆଡକୁ ଆ ପର ସ୍ତ୍ରୀ କି ଦେଖିଲେ ପୁଣ୍ୟ ହବ ମନେକର ମା ମାନଙ୍କୁ ଆଗରୁ କ୍ଷମା ମାଗିଛି ମୁଁ ବି କ୍ଷମା ମାଗୁଛି ପର ସ୍ତ୍ରୀ କି ଦେଖିଲେ ପୁଣ୍ୟ ମନେକର ଆମ ଅଗାଧୁଆ ସ୍ତ୍ରୀ ଯାଉଛି ମୁଁ ତାକୁ ପଛାଡୁ ଦେଖିଦେବି ସ୍ପର୍ଶତେ ପାପ ନାଶନ ଯାଉଛି ପଛାଡୁ ଟିକେ ହାତ ମାରିଦେବି ଛୁଇଁ ଦବୁ ହଁ। ଅଗାଧୁଆ କିଏ ମୋ ସାନ ଭାଇ ତା ସ୍ତ୍ରୀ କି ପଛାଡୁ ଛୁଇଁବୁ ହଁ। ସାନ ଭାଇ ସ୍ତ୍ରୀ ତୋର କଣ ମୋ ଭାଉଜ ଭାଇ ବୋଉ 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 ଭାଇ ବୋଉ 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 ଭାଇ ବୋଉ ଇରେ ମୋ ଭାଇର ତ ବୋଉ ମୋର ଅସୁବିଧା ପୁଅ ହଁ କୋଳାଗ୍ରତେ ହରେତେ ଦୁଃଖ ବାଡ଼ିକି ବିପଦ ଘନେଇବ କବ ହେରେ ବାଡ଼ିକ୍ଷା ମୁଁ ଯାଉଥିଲି ମତେ ଅନେଇଲୁ ମୁଁ କିଛି କହିଛି ହାତ ମାଇଲୁ କିଛି କହିଛି ୟାରି କଣ କଥା ନେଲ ବଜାଇ ଦେବ ବାଜେ ଦେଢ଼ ହାତ ଛୋଟ 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 ହେଇ ପଡ଼ିବ ପୁଅ ଓ ସେ କଥା ତୋ ଘର କଥା ପଡିନି ତାହେଲେ କାହା ଘର କଥା ପର ସ୍ତ୍ରୀ କି ଅନେଇଲେ ହଁ ପୁଣ୍ୟ ହବ ସକାଳୁ ଉଠି ଅନେଇବ ପର ସ୍ତ୍ରୀ ଗୋଟେ ବାନ୍ଧିଥିଲା ସମସ୍ତଙ୍କୁ ହାତ ଯୋଡୁଛି ଆଜ୍ଞା କଣ ସକାଳୁ ଉଠିଲେ ଗୋଟେ ପର ସ୍ତ୍ରୀ କି ଅନେଇବ ତାହେଲେ ଏ ଭଦ୍ର ଘର ବାଲା ସେ ଘର ପର ସ୍ତ୍ରୀ କି ଅନେଇବ ହଁ ସେ ଘର ବାଲା ଲୋ ମା ଏ ଘର ପର ସ୍ତ୍ରୀ କି ଅନେଇବ ବନ୍ତ ଥକୁରୁ ଆଣ ପର ସ୍ତ୍ରୀ ଆପଣ କହିଲେ ସିଏ ତମରି ଗାଁରେ ଅଛି କିନ୍ତୁ ତମ ଗାଁରେ କାହା ସ୍ତ୍ରୀ ନୁହଁ ତା ମାନେ ଭଡା ରହିଛି ବୋଧେ ଆଉ ଭଡା ରହିଥିବ ଆଉ କଣ ଗାଁର ସ୍ତ୍ରୀ ନୁହଁ ଆଉ ସେ କାହା ସ୍ତ୍ରୀ ଆଜ୍ଞା ନୁହଁ ନା କିନ୍ତୁ ପର ସ୍ତ୍ରୀ କିଏ କିଏ ସତୀ ସ୍ୱାଦୀ ଜଳନ୍ଧର ପତ୍ନୀ ବୃନ୍ଦାବତୀ କଳି ଯୁଗେ ସତୀ ପୁଣି ଚଉରା ଭୋଲାଣ୍ଡେ କଳି ଯୁଗେ ସତୀ ପୁଣି ଚଉରା ଭୋଲାଣ୍ଡେ କଳି ଯୁଗେ ସତୀ ପୁଣି ଚଉରା ଭୋଲାଣ୍ଡେ ସକାଳୁ ଉଠି ମା ବୃନ୍ଦାବତୀ କି ଚାହିଁବ ତୁଳସୀ ସ୍ତୁତିରେ ଗୋଲକ ଦାସ କହିଲେ ପ୍ରଭାତ ଉଠିଣ ତ ମୁଖ ଚାହିଁଣ ସନ୍ଧ୍ୟା କାଳେ ସନ୍ଧ୍ୟା ଦେଇ ହୋ ସନ୍ଧ୍ୟା କାଳେ ସନ୍ଧ୍ୟା ଦେଇ ହୋ ସନ୍ଧ୍ୟା କାଳେ ସନ୍ଧ୍ୟା ଦେଇ ଓଦା ବସ୍ତ୍ର ପିନ୍ଧି ତୋ ପାଦ ସେବିଲେ ବୈକୁଣ୍ଠ ଲଭିବା ପାଇଁ ହୋ ବୈକୁଣ୍ଠ ଲଭିବା ପାଇଁ ହୋ ବୈକୁଣ୍ଠ ଲଭିବା ପାଇଁ ତୁଳସୀ କି ସକାଳୁ ଉଠିଲେ ଚାହିଁବ ତୁଳସୀ କି କୋଳାଗ୍ରତ କଲେ ଦୁଃଖ ହରଣ ହବ ହବ ତୁଳସୀ ଟିକେ ମୁହଁରେ ଦେଲେ ହଁ ବୈକୁଣ୍ଠ ପ୍ରାପ୍ତି ହବ ତୁଳସୀ କି ଛୋଟିଆ ଭାବିବନି ହେ ନା ମା ନାରାୟଣଙ୍କୁ ସେ ପଛାଡେ ଯୋଉ ଠାକୁର ଅଛନ୍ତି ଏ ତୁଳସୀ ତାକୁ ଅଭିଶାପ ଦେଇଦେଲା ଇଲୋ ବାପ ତାରି ଅଭିଶାପରେ ହଁ ଶାଳଗ୍ରାମ ଶିଳା ହେଲେ ନାରାୟଣ ନାରାୟଣ ତୁଳସୀ ଅଭିଶାପ ଦେଲା ହଁ କୋଉଥିରେ କହିଲେ ପଦ୍ମ ପୁରାଣରେ ଲେଖା ହେଇଛି ତାର 31ଟା ଅଧ୍ୟାୟ ଆସିକି କାର୍ତ୍ତିକ ମାସରେ ବୋଲା ହଉଛି ବହିନା କାର୍ତ୍ତିକ ମାହାତ୍ମ୍ୟ ହଁ ଓ ଓ କଣ କହିଲା କଣ କହିଲା ହେ ନାରାୟଣ ଏ ସତ୍ୟ ନାରାୟଣ ବୋଲି ଭାବିଥିଲେ ଅସତ୍ୟ କିରତେ ଅଜିଲ ଅସତ୍ୟ କିରତେ ଅଜିଲ ଅସତ୍ୟ କିରତେ ବୃନ୍ଦାବତୀ ତ
ଶଳା ଭାଉଜ ତାଙ୍କର ଶଳା ଭାଉଜ ନୁହଁ ଶଳା ଭାଉଜ ଜଳନ୍ଧର ପତ୍ନୀ ବୃନ୍ଦାବତୀ ହଁ। ଶିବଙ୍କ ସାଙ୍ଗରେ ଜଳନ୍ଧର ଯୁଦ୍ଧ କରିବାକୁ ଯାଇଛି ହଁ ଇଏ ଆସିକିରି ପହଞ୍ଚି ଗଲେ ଜଳନ୍ଧର ରୂପରେ ବାଃ, ତା ସତୀତ୍ୱ ନେଇଗଲେ ହଁ ସିଏ ମରିବ ହୁଁ ଡାକିଲେ ହୁଁ ପ୍ରିୟେ କିଏ ଚିହ୍ନି ପାରୁନ ହେଲେ କିଏ ଗୋଟେ ଆଇଲାଣି ରହିଥା ମୋ ଲୁଗାପଟା ଖୋଲି ଦେ କାଲି 20 ଜଣ ଖଣ୍ଡେ ଯାଇକିରି କହିଥିଲେ ଚମ୍ପକ ବର୍ଣ୍ଣା ବୋଲିବାକୁ 20 ଜଣ ଖଣ୍ଡେ କୋଡ଼ିଏ କଣ ବେଶୀ କଣ କାଲି 20 ଜଣ ଖଣ୍ଡେ ଯାଇଥିଲେ ଚମ୍ପକ ବର୍ଣ୍ଣା କହିବାକୁ ବୋଲା ହେଲା ଯେ କେତେବେଳେ କହିଲେ ଯେତେବେଳେ ଶାନ୍ତନୁ ଗଙ୍ଗାକୁ ଦେଖିଲେ ଗଙ୍ଗା ଶାନ୍ତନୁକୁ ଦେଖିଲେ ଶିବ ରୂପରେ ହୁ ପ୍ରପୋଜ କିଏ ପ୍ରପୋଜ କଲା ଗଙ୍ଗା ତାଙ୍କ ଆଡୁ ପ୍ରପୋଜ କଲେ ଶାନ୍ତନୁକୁ ଶିବ ବୋଲି ଭାବିକି ବିବାହ କରିବାକୁ ଆଉ ଶାନ୍ତନୁ କାହିଁ ବୋଲିଲେ ଚମ୍ପକ ରେ ବର୍ଣ୍ଣା 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 ବରାନା 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 କାହିଁ ସିଏ କାହିଁ ବୋଲି କଣ ହେଲା କେଜାଣି ତାଙ୍କର କେଣେ ଯାଉଛୁ ସତେ କେଣେ ଯାଉଛୁ ସତେ ଚମ୍ପକ ବରଣାରେ କେଣେ ଯାଉଛୁ ସତେ କେଣେ ଯାଉଛୁ ସତେ ଚମ୍ପକ ବରଣାରେ ବାପା ନଉଟି ପଡିବ କହିଲା ଆରେ ଇଏ କଣ ସେ ତାଙ୍କର ବାଗ ହେଇଗଲାଣି ତେମେ ଦେଖାନା ତାଙ୍କର ଅଭ୍ୟାସକୁ ପାଇଲାଣି ତେମେ ତମର ଅଭ୍ୟାସ ନାହିଁ କୋଉଠି ଜଖମ ହେଇଯିବ ପାଲା ଫାଲା ଆରେ ଜଖମ ମୋର ହବ ପାଲା ଫାଲା ବନ୍ଦ ହେଇଯିବ ଆମ ଚୁଲି ମୁଣ୍ଡେ ବିଲେଇ କହିଲା ସବୁ ବାଗକୁ ଚକଟିକି ଛତୁଆ କଲା ବାଲା ମୁଁ ହେଁ ମୋର ଜଖମ ହଉଛି ନାଇଁ ରେ କହିଲା ହେ ଇଏ ଅନେଇଲେ କହିଲେ ପ୍ରିୟେ କିଏ ଅନେଇଲ ଶୁଣ କିଏ ରେ ପିସା ପ୍ରେୟସୀର ପୁଲିଙ୍ଗ ପିଇସା ପ୍ରେୟସୀ କଣ କିରେ ପିସା ପିସା କାହିଁକି ଡାକିଲୁ ରେ କମଳ ବଚ ଆଜ୍ଞା ଦିଟା ବୋଲିବି ହଁ ଆପଣ କହିଛନ୍ତି ବାଙ୍କାର ବୋଲିବି ଆଗ ଗୋଟାଏ କବି ସୂର୍ଯ୍ୟଙ୍କର ବୋଲୁଛି ତାପରେ ବାଙ୍କାର ବୋଲିବି ହଉ ପୁଅ ମନେ ଯାଏ ନାଗିଛି ଆଉ ବୋଲିବି କବି ସୂର୍ଯ୍ୟଙ୍କର ହଁ ମନେ ଯାଏ କଣ କହିଲେ ଆଜ୍ଞା କଣ କହୁଛନ୍ତି କବି ସୂର୍ଯ୍ୟଙ୍କର ବୋଲିବି ଆଜ୍ଞା ହଁ ବୋଲିବି ଯେ ଯେ ବୁଣିବ ଆମେ ପାଲା କରୁଛୁ ହଁ ପାଲା ଗାୟକ ଗୁରୁଙ୍କ ଦୟାରୁ ସତ୍ୟନାରାୟଣଙ୍କ ଅପାର କରୁଣାରୁ ଆପଣମାନଙ୍କ ଶୁଭ କଲ୍ୟାଣରୁ ଯାଇ ଶିଖିଛୁ ଆଚ୍ଛା ଓଡ଼ିଶାର ଆମର ଯେଉଁ ପୂର୍ବସୂରୀ ଗାୟକ ମାନେ ଯେଉଁମାନେ ପାଲା ପରିବେଷଣ କରି ଗଲେଣି ତାଙ୍କୁ ସିନା ଫଲୋ କରିବୁ ତାଙ୍କୁ ସିନା ଫଲୋ କରିବା ଆମର କର୍ତ୍ତବ୍ୟ ହବ ତା ଆମ ପାଇଁ ପିତୃଶ୍ରାଦ୍ଧ ଆମ ପୂର୍ବଜ ପୂର୍ବପୁରୁଷଙ୍କ ପଦାଙ୍କ ଅନୁସରଣ କରି ପାଲା ପରିବେଷଣ କଲେ ତାଙ୍କର ଆତ୍ମା ଉପରେ ଥାଇ ଖୁସି ହବ ଆଉ ଯାହୁରେ ପାଲା ବଞ୍ଚିଛି ଯାଉ ସେ ପାଲାରେ ଏମିତି ଆଜ୍ଞା ନଥିଲା ଏସବୁ ନାଇଁ ଥିଲା ପାଲା ଆଜ୍ଞା ପାଲା ବାଲା ସିଧା ଘାଗେରା ପିନ୍ଧୁଥିଲେ ଆଉଥିଲେ ଡେ ନାଇଟ୍ ନାଗୁଥିଲା ମାଇକି ନଥିଲା ତେନ୍ତୁଳି ଗଛ ମୂଳ ବର ଗଛ ମୂଳ ବର୍ଷକେ ଥରେ ପାଲା ହଉଥିଲା ଗାଁକୁ ଝୁଅ ଆଉଥିଲେ ବନ୍ଧୁବାନ୍ଧବ ଆଉଥିଲେ ଗୋଟା ମେଳା ଜାଣ ନାଗୁଥିଲା ଚାଲିଥିଲା ଗୋଟେ ଯାତ୍ରା ଭଳିଆ ତାପରେ ଧୀରେ ଧୀରେ ପାଲାରେ ଆଜ୍ଞା ବିଷୟ ପ୍ରବେଶ କଲା ନାଟକ ଅଭିନୟ କିଏ ନା ଯେତେବେଳେ ପାଲାକୁ ଉଦୟନାଥ ରଥ ଆସିଲେ ଆଚ୍ଛା ସେତେବେଳେ ପାଲାର ପ୍ରବେଶ କଲା ଏକାଙ୍କିକାର ଧାରା ପାଳିଆ ଇୟା କହିବ ଗାୟକ ତାହା କହିବ ସେ ପାଳିଆ ଠିଆ ହବ ଇଏ ନାରୀ ହବ ସିଏ ଇଏ ହବ ଆସିଲା ଆଇଲେ ଜଗନ୍ନାଥ ବେହେରା ଗାୟକ ଶେଖର ଆସିଲା ସମାଲୋଚନା ସହିତ ତମର ଏଇଟା ଭୁଲ ସେଇଟା ଭୁଲ ଏମିତି କଲ ସେମିତି କଲ ଆଉ ଆଇଲେ ଅର୍ଜୁନ ଦାସ ସୁଢଳ ଚେହେରା ସୁନ୍ଦର ଭାବ ସୁନ୍ଦର ଗୋରା ତକ ରୂପ ପାଲାରେ ଆଇଲା ଭାବ ଭଙ୍ଗି ବ୍ରେକ୍ ଠିକ ଚାକ ଚାଲିଲା ପୁଅ ଆମେ ସେଇମାନଙ୍କର ପଦାଙ୍କ ଅନୁକରଣ କରିବା ବଳରେ ଏବେ ହନୁକରଣ ହେଇଗଲା ହଉଛି ସେବାଗେ ନାଇଁ ତ ନାଇଁ ବାରିକ୍ଷା କାଇଁ ସେମିତି ହଉଛି ଏ ବାଗେ କିରେ ଏଇଟା କୋଉ ବାଗ ଇଏ ବାଗୁଟା କିଏ କରିଥିଲା ଓଡ଼ିଶାରେ ତେମେ ସିନା ପୁରୁଣାକୁ ଫଲୋ କରିବା କଥା ତେମେ ଲାଇକି କରୁଛ ଚୁପ କଣ ଆଜ୍ଞା ମୁଁ କହିଲି ବୋଲିବି କବି ସୂର୍ଯ୍ୟ ସେଦିନ ବୃନ୍ଦାବତୀ ଚୁପ ହେଇ ବଇଛି ଡାକୁଛି ଜଳନ୍ଧର କବି ସୂର୍ଯ୍ୟ କହିଲେ ମୁଁ ତାଙ୍କରି ଭଳିଆ ବୋଲି ପାରିବିନି
ତାଙ୍କରି ଭଳିଆ ହୁଏତ ଅଭିନୟ କରିପାରିବିନି କିନ୍ତୁ ମନେ ପକେଇବି ମଞ୍ଚରେ ସେଇ ଦିଗ୍ଦନ୍ତୀ ପ୍ରତିଭା ଓଡ଼ିଶାର ମୂର୍ଧନ୍ୟ ପାଲା ଗାୟକ ଗାୟକ ବାଣୀଭୂଷଣ କ୍ଷେତ୍ରବାସୀ ମିଶ୍ର କୁହ କିଏ ହେ ନା ଜଳନ୍ଧର ଡାକିଲା yes ଆମେ କ'ଣ ଖାଲି ଆମର ଆଉ କାହାର ଅଭ୍ୟାସ ଅଛି ବୁଢ଼ାର କ'ଣ ଅଭ୍ୟାସ ନଥିଲା ଆଉ ସିଏ ଅଭ୍ୟାସ ନା ବୁଢା ମହୁଲି ଡାକିଲା ଓ କହିଲା ପ୍ରିୟେ ଅନାରେ ମୋ ଝିଅ ଭଲ ହେ ବାରି ଯାଖି ବୁଢ଼ା ଦ୍ୱିତୀୟ ପଦରେ ଯୋଉ ବୋଲିବ ତା ସାଙ୍ଗେ ଆଉ ପାଳିଆ ଧରି ପାରିବେ ମରିଯିବେ ହଉ ଦେଖ କାଳ ହେଲା କଳା ଦେଖ କାଳ ହେଲା ଆପଣମାନେ ସମସ୍ତେ ତାଙ୍କ ପାଲା ଦେଖିଛନ୍ତି ବୁଢ଼ା 6 ଫୁଟିଆ ଲୋକ ଏଡ ବଡ଼ ମୁଣ୍ଡ ମୁଣ୍ଡରେ ଏତେ କେଶ ସେ ମୁଣ୍ଡକୁ ସେଇ ଯୋଉ ସୁନ୍ଦର ଚେହେରା ଆଉ ଓଡ଼ିଶାରେ ଏଇଭଳିଆ ଗାୟକ ଜନ୍ମ ହେବେ ଗାୟକ ତ ସବୁ ପେଁକାଳିଆ ହେଲେଣି ସେଇଭଳିଆ ଗାୟକ କା ସେରକେଟିଆ ହେଇଆ ଓ ଓ ଜନ୍ମ ହେବେ ନାଇଁ ଆଉ ସେଇଭଳିଆ ବୁଢ଼ା ଯେତେବେଳେ ଗୀତଟା ବୋଲିକି ତାଳୁକୁ ଆଣିବ ଆଉ କ'ଣ ଆଗକୁ ଯିବ କି ଆଉ କାଳେ ସିଆଡ଼େ ଅନ୍ଧାରିଆ ଖାଲୁଆ ହେଇଥିବ ବୁଢ଼ା ପଛକୁ ଆସିବ ଦେଖ କାଳ ହେଲା କଳା ଦରେ ବାରେ ଯାକେ ବାରେ ଯାକେ ମନରୁ ମନ ଭାରି ରେ ବାରେ କହିଲା ହେ ବାରି ଯାଖି ଭାବ ଖୁନ୍ଦି ହେଲେ ୟାଠେ ଯଦି ମନରେ କିଛି ଅଛି ତାକୁ ଦୂରୀଭୂତ କରିଦେ କହନା ରେ ବାପା କଣ କହିଲା ହଁ ହଁ କହିଲା ଦାସ ନାଶରେ ମାନସ ମରିଛି ଜଗଲା ତ କହିଲା ହେ ବାରି ଯାଖି ଯଦି କିଛି ଅଛି ମାରିକା କିଉତ ବାଦିଆ ହଉଛୁ ଆଜି ତୁ କି ଦୂରୀଭୂତ କରିଦିଅ ଶୁଣୁଛି ଅନାଅ ମୋ ଧିଆ ତ ଭଲ ନାହିଁ ଯଦି ନ ନେଇବ ତୋ ଚରଣ ସେବା ଭଳି ନହିଲେ ଯାବେ ରେ ତୋ ଚରଣ ସେବା ହୋଇ ନହିଲେ ତୋ ଚରଣ ସେବା ହୋଇ ନହିଲେ ଯାବେ ରେ ତୋ ଚରଣ ସେବା ହୋଇ ନହିଲେ ହୋଇ ଗାଳି ଦିଆଇ ମହତ ଗାଳି ଦିଆଇ ମହତ ସାରି ଚାରି ଦେ ବୁଢ଼ାର ଗୁଣ୍ଡି ମଳିଆ ଅଭ୍ୟାସ ଗୋଲା ଗୁଣ୍ଡି ଏଇଠି ଗୁଣ୍ଡିକି ଏଇଠି ବାଡ଼େଇ ଦବ ଠପ୍ କିନି ବାଡ଼ି କିଏ ଜାଣିବେ ସରିଗଲା ଏଥର ଆସିବ ଆସିଗଲା ଧମାଲ। ମଇଦାନ ଉପରକୁ ଧମାଲ ହଁ ତୁ ଗାଳି ଦିଆ ଏଇ ମହତ ସାରି ଦେ ଚାରି ଦେ ମାରି ଯାକି ମନରୁ ମନ କାଟୁଟା ଆମେ ଯାହା ଯେମିତି ପକଉଛୁ ନା ବୁଢ଼ାର ଶେଷ କାଟୁଟା ଖଣ୍ଡା ଚଲେଇଲା ଭଳିଆ ଚଲେ ତୋ ମନରୁ ମନ ମାରି ଦେ ବାରେ ମୋର ବୋଧେ ଝିଅ ମୁଣ୍ଡ କ'ଣ ହଉଛି ୟାର ଭାବ ଉଛୁଳୁଛି
ବାଡ଼ିକା ମୋ ଝିଅ 4 ଦିନ ହେଲେ ମୋ ଝାଡ଼ା କ୍ଲିଅର ହଉନାହିଁ ମୁଁ ଯେତେ ଆଇଡ଼ିନି ବଟିଆ ଖାଇଲି ହଉନି କହିଲା ଶୁଣିବନି ନାଇଁ ମୁଁ ଶୁଣି ମୋ ପାଣି ଦେଲୁ ଟିକେ ଝିଅ ଭଲ ନାହିଁ ଶୁଣିବି ଶୁଣିବନି ଶୁଣ ନାଇଁ ଲୋ ଅନେଇବନି ନାଇଁ ମତେ ଡର ମାଇଲି ଅନେଇବନି ନାଇଁ ଲୋ ମୋ ଝିଅ ଭଲ ନାହିଁ ଲୋ ଶୁଣ କଣ ଯା କହିଲେ ଦୂରେଇକିରି କହ କଣ କହିଲେ ଭାଇ ବାଙ୍କା ଦୂରେଇ କହ ଇଏ ଶୁଣୁନାହିଁ ବାଙ୍କା କହିଲେ ମୋ ଝିଅ ତ ବିନ୍ଧା ଚିଟିକା ହଉଛି ରେ ତୁ ଦୂରେଇକି କହ ମୋ ଝିଅ ଭଲ ନାହିଁ ରେ ତତେ ମନା କରୁଛି ବାଙ୍କା ହେଲୋ ଭଲରେ ମାଇଲୁ ନା ରାଗରେ ମାଇଲୁ ହେଲେ ବାଡ଼ି ଖିଆ ଆଉ କାହାକୁ ଦେଖିଛୁ ବାଙ୍କା କହିଲେ ବାଙ୍କା ବାଙ୍କା ଓ ବାଙ୍କା କଣ କହିଲେ ଭଲକିରି କହ କହିଲେ ଅନେଇବନି ନବନାଗରୀ ସୁନାଗରିଲୋ କି କଣ ଓ ଭାଗ ଖୋଜୁଛି ଆତେ ଆଉ ବୁଢା କାଳେ ଆର ଏତେ ଭାଗ ଖୋଜୁଛି ନବନାଗରୀ ସୁନାଗରିଲୋ ସୁନାଗରିଲୋ ଡର ମାଡୁଛି ଲୋ ମୁଁ ତ ପାଖକୁ ଆସେ ନା ମୋ ଝିଅ ତ ଭଲ ନାହିଁ ନବନାଗରୀ ସୁନାଗରିଲୋ ତୁ ଚାହା ଥରେ ସେ ପାଲାଲା ନ ଚାହିଁବା ପୂର୍ବୁ ଶମ୍ଭୁ ଦେଖିଥିବେନି ନେତ୍ରରେ ଦେଖିଥିବେନି ନେତ୍ରରେ ଆସି କରନା ସେ ପାଲାଲା ବୋଉ ପଳେଇବି ତାଙ୍କ ପାଖକୁ ପଳେଇବୁ ହଁ। ଯାଉନୁ ତାଙ୍କ ମଝିରେ ଶୋଇ ପଡିବି ଶୋଇବୁ ଯାଉ କହିଲା ସେ କଣ ନବନାଗରୀ ଶୋଇଲା ଅବସ୍ଥାରେ ଥବ ସେ ବାଡ଼ି ଖା ତୋ ଠୁ ସେ ବାଡ଼ି ଖା ଏମିତି ପଡ଼ିଥବ ଗୋଡ଼ ଠାଏ ମୁଣ୍ଡ ଠାଏ କୋଉଠି କ'ଣ ଠାଏ କିଛି ଜାଣିବ ମୁଁ ତୋରାଣ୍ଡୁ ତେବି ଲୋ କାହିଁ ତୁ ବାଦିଆ ଅଞ୍ଚରେ କହିଲା ନବନାଗରୀ ସୁନାଗରିଲୋ କ'ଣ ଲୋ ବାଙ୍କା କହିଲେ ବାଙ୍କା। ତୁ ଚାହା ଥରେ ନ ଚାହିଁବା ପୂର୍ବୁ ଶମ୍ଭୁ ଶମ୍ଭୁ ନ ଚାହିଁବା ପୂର୍ବୁ ଶମ୍ଭୁ ଶମ୍ଭୁ ଦେଖିଥିବେ ବେନି ନେତ୍ରରେ ଦେଖିଛି ବେନି ନେତ୍ରରେ ଦେଖିଛି ବେନି ନେତ୍ରରେ ନବନାଗରୀ ସୁନା କରିଲୋ ଯାହା ଫଳରେ ସୁନା କରିଲୋ କହିଲା ନବନାଗରୀ ସୁନାଗରୀ ଓ ଟିକେ ମୋ ଆଡେ ଅନେଇଲୁ ଆ କ'ଣ ତ ଠେଁ ଅଛି ଯଦି ନ ଅନେଇବୁ ଅପୂଜା ରହିବେ ଶିବ ଶିବ ଥାଇ ମନ୍ଦିରେ ପୂଜା ରହିବେ ଶିବ ଥାଇ ମନ୍ଦିରେ କେବଳ ପାଣି ଲୋଡ଼ନ୍ତି ବିଶ୍ୱ ତାପରେ ନବନାଗରୀ ଯାହା ଘରେ କହିଲା ନବନାଗରୀ ସୁନାଗରୀ ଟିକେ ଅନା ଯଦି ନ ଅନେଇବୁ ଲୁଚାଇଲେ ଲୁଚିବ କି ଆଉ ଅମ୍ବରେ 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 ଦୁଃଖ ନିମନ୍ତେ ଫୁଟି ଦିଶନ୍ତି ବାହାର ଫୁଟି ଦିଶନ୍ତି ବାହାର ଫୁଟି ଦିଶନ୍ତି ବାହାର ଟିକେ amaଡ଼ିଆ କାଟ ମାର ବାପା ନଉଟେଇ ଦେ ଫୁଟି ଦିଶନ୍ତି ବାହାରେ ଫୁଟି ଦିଶନ୍ତି ଫୁଟି ଦିଶନ୍ତି ବାହାରେ ଫୁଟି ଦିଶନ୍ତି ବାହାରେ ତୁ ନବନାଗରୀ ସୁନା କରିଲୋ ନବନାଗରୀ ଏଥିରେ ମାଇପ ଡରିବ ତାଙ୍କ ପାଖକୁ ଯିବ ଏ ବାଡ଼ିକା ଯୋଉ ଖୋରା ଟେକୁଛି ଏଥିରେ ଭଲ ପାଇଁ ତା ପାଖକୁ ଯିବ ନା ଡରିକିରି ଛାଡେ ଛେରିବ ବାଡ଼ିକା 4 ଖୋରା ଉଠେଇ ଦେଉଛି କାହିଁ କାହାକୁ ଦେଖିଛୁ କ'ଣ କରୁଛୁ ଆଜି ସେଇଥିପାଇଁ ସେମିତି ହଉଛୁ ଆଉ 4 ଖୋରା ଟେକିକି ଦେଉଛି
କହିଲା ମୁଁ ବିରଗତିଆ ହେଇଗଲେ କହିଲା ହେ ପ୍ରିୟ କାଣ କିରେ ସ୍ୱାମୀ ହେଲେ ତମେ କ'ଣ ଶୁକି ଯାଇଛ ଏମିତି କୁଆଡ଼େ ଆଇଲ ତମେ ଯୁଦ୍ଧକୁ ଯାଇଥିଲ ଟି କୁଆଡେ ଆଇଲି ଆଇଲ ଚାହା ଖାଇବାକୁ ଜାଣିପାରୁନ ଚାହା ଚାହା ଜାଣିପାରୁନ ପ୍ରବଳ ଦୋଷ ଅଛି ଚାହା ପାଇଁ ଆଉ ଚାହା ନ ଖାଇଲେ 5 ମିନିଟ୍ ଚାହା ଆଜ୍ଞା ମେଚରେ ରହିଲା ମେଚ ବେଲାକୁ ଶୁଆଇ ଦେବନି ପୁଅ ଓ ଡାକିଲା ଜଳନ୍ଧର କ'ଣ ଆଉ ଧାଡ଼ିଏ ପୁଣି ଏହେ ତୁର ସା ମୁଣ୍ଡ ନା ଚିତେ ଚିତେ ଧର ଗସାଇ ଏ ତୁର ସା ମୁଣ୍ଡ ଇନ୍ଦ୍ରି ଏକାଦଶ ତିନି ତିରି ଘୋଷ ভগবান সত্যনারায়ণ মঙ্গল করন্তু বল আনন্দে গভার হরি বল ইন্দ্রি একাদশ তিনি তিরি ঘোষ ইন্দ্রি একাদশ তিনি তিরি ঘোষ তিনি তিরি ঘোষ ডাকুছি হ্যাঁ কোন কইলু তিনি তিরি রসে রসে তিনি তিরি রসে তিন তিরি ন ন ন